परशुराम जोगिला लक्षण महापुर बाहर बोली तुमने किए थे तुमने जानी हमर बाहु विक्रम पराक्रम तुम के चिन्हिनु को चिन्हिनु परशुराम रागी गले आ दिके बाल बाहर करबा कोला रे गावनी रो सेतेलो कांग्रेसर मुख्यमंत्री जानकी बल्लभ पट्टनायक तांको बापा हेले गोकुलनाथ गोकुलानंद पट्टनायक बही लिखिले जानकी बल्लभ विलास कौन कहले परशुराम कोला रेणुका बल्लभ राम
ସଜନ ବର୍ଗେ ତାହେଲେ କହିବାର ଉଦ୍ଦେଶ୍ୟ ଆପଣ ମାନଙ୍କର ଦ୍ୱାପର ଯୁଗରେ ବାଳକୁ କାଟିଲା କିଏ ନା ବେଶ୍ୟା ଚିନ୍ତା ଗୋଚା କାଟିଲେ ଅନ୍ଧ ହେଇଯାଇଛି ନିର୍ବମଙ୍ଗଳ କେବେ ଖରା କାକର କେବେ ଖାଲ ଠିକର ଯେ ପାଦ ଜେଣେ ପ୍ରାୟ ଧାନ ଅନ୍ଧ ହେଇ ନିର୍ବମଙ୍ଗଳ ଯାଉ ଯାଉ ଯମୁନା ନଦୀ କୂଳରେ ପହଞ୍ଚି ଯମୁନା ନଦୀର ଜଳ ଭିତରକୁ ଯେତେବେଳେ ପଶିବାକୁ ସହିପାରିଲେନି ଭଗବାନ କୃଷ୍ଣ ଅନ୍ଧଟା ତ ମରିଯିବ ସେ ଗୋଟିଏ ଶବ୍ଦ ଗାଡ଼ି ଚାଲିଛି ସଦାବେଳେ ଓଡ଼ିଆ ଭାଗବତରେ ଜଗନ୍ନାଥ ଦାସ ନା ଜାନାମେ କରିଯାନ୍ତି ପ୍ରାଣୀ ପରମ ପଦ ମୋ ନାଁଟା ତ ବ୍ୟର୍ଥ ହେଇଯିବ ଚିନ୍ତାମଣି ନାଁ ପ୍ରଭୁ ଧରି ପକେଇଲେ ନିର୍ବମଙ୍ଗଳର ହାତକୁ ଆସନ୍ତୁ ସେଇ ନଦୀଟା ଅଛି ବୁଲିବ ଆସନ୍ତୁ ତମକୁ ସୁରକ୍ଷିତ ସ୍ଥାନକୁ ନେଇଯିବି କଦମ୍ବ ବନରାଜ ଭିତରେ ବ୍ରାହ୍ମଣ ଆଶ୍ରୟ ଦେଲେ ଭଗବାନ ଋଷିକେଶ ଚିନ୍ତାମଣି ନାରାୟଣ ଜଗନ୍ନାଥ ପ୍ରତ୍ୟେକ ଦିନ କ୍ଷୀର ଗୋରସ ଗୁଡାକ ଆଣି ଧରେଇ ଦିଅନ୍ତି ନିର୍ବମଙ୍ଗଳକୁ ନିର୍ବମଙ୍ଗଳ ଆହ୍ୱାନ କରନ୍ତି ଦିନ ପରେ ଦିନ ବଢି ଯାଇଛି ଦିନେ ନିର୍ବମଙ୍ଗଳ ବିଚାର କଲା ପୁଣି ତ ମାଇଆରେ ବନ୍ଧୁ କହୁଥିଲେ କୁଆଡେ ପାଞ୍ଚ ସୀତା କାୟା ସୀତା ମାୟା ସୀତା ଛାୟା ସୀତା ସୁବର୍ଣ୍ଣ ସୀତା ଇତ୍ୟାଦି ଇନ୍ଦ୍ରଜିତ କୁଆଡେ ମାୟା ସୀତାର ମୁଣ୍ଡ କାଢିଥିଲା ଭୁଲ ଭୁଲ କୋଉ ରାମାୟଣ ଅଛି ଦେଖେଇ ପାରିବ ସୀତାର ରୂପକୁ ଜଣେ ମାତ୍ର ଆଙ୍କି ପାରେ ବିଭୀଷଣର ଝିଅ ଇନ୍ଦ୍ରଜିତ କହିଲା ଆଗ ଭଗିନୀ ବୋଲେ ଭଉଣୀ ଟିକେ ସୀତାର ସ୍ୱରୂପଟାକୁ ଆଙ୍କିଦେଲୁ ଆଙ୍କିଦେଲା ତ୍ରିଜଟା ବିଭୂତି ବିଦ୍ୟାରେ ଧୁରିଲ ତନ୍ତ୍ର ବିଦ୍ୟା ଦ୍ୱାରା ଆପଣ ଜାଣିଛନ୍ତି ଏ ଅଞ୍ଚଳ ତ ବେଶୀ ତନ୍ତ୍ର ସାହିତ୍ୟରେ ଅଧିକ ଅଞ୍ଚଳ ଆମ ଅଞ୍ଚଳରେ ଯେତେବେଳେ ଗୁଡ଼ି ଲାଗେ ପେଟ ଲାଗେ